ପ୍ରତିଦିନର ଚିନ୍ତା ଓ ପ୍ରାର୍ଥନା ସ୍ୱାମୀ ପରମାନନ୍ଦ। ମାର୍ଚ୍ଚ 1। ଦିନଟିର ପ୍ରଧାନ ଚିନ୍ତା। ତୁମର ପ୍ରାଣ କ'ଣ? ତୁମ ପ୍ରଭୁଙ୍କର ଆହ୍ୱାନରେ ଅନୁକୂଳ ଭାବ ପ୍ରକାଶ ପାଇଁ ପ୍ରସ୍ତୁତ କି? ସ୍ମରଣୀୟ ପଂକ୍ତି। ସାହସ ଅଛି କି ତୁମ ଏକାକୀ ଭ୍ରମିବା ପାଇଁ ଏକ ଅଦୃଶ୍ୟ ପଥେ? ତାହା ଯଦି ପାରିବ ତେବେ ହାତେ ନିଅ ବତୀ, ହୁଅ ଅଗ୍ରସର ରଖି ଏକାଗ୍ର ଗତି। ଚାହଁ ନାହିଁ ପଶ୍ଚାତେ ତୁମର, ଅତୀତ ମିଶିବ ତବ ଅନ୍ଧକାର ମଧ୍ୟରେ। ସେହି ଆଲୋକର ରେଖା କର ଅନୁସରଣ, କର ଅନୁସରଣ, କର ଅନୁସରଣ। ନୀତି ଉପଦେଶ। ଯେଉଁ ପଥ ଆମକୁ ଭଗବାନଙ୍କ ଦିଗକୁ ନେଇଯାଏ, ସେହି ପଥକୁ ଆମକୁ ପ୍ରସ୍ତୁତ କରିବାକୁ ହେବ। ତାହା ସହିତ ଯୋଗ ସ୍ଥାପନର ଚେଷ୍ଟା ଆମକୁ କରିବାକୁ ପଡ଼ିବ। କୌଣସି ମୂଲ୍ୟବାନ କାର୍ଯ୍ୟ କରିବା ପୂର୍ବରୁ ଆମକୁ ପୂର୍ଣ୍ଣ ଶକ୍ତିର ଅଧିକାରୀ ହେବାକୁ ପଡ଼ିବ। ଦେହର ଆବଶ୍ୟକତା ପୂରଣ ନିମିତ୍ତ ଆମର ଅନ୍ତରର ଗୁଣାବଳୀକୁ ଅବହେଳା କରିବା ଉଚିତ ନୁହେଁ। ଆମର ପ୍ରାଣକୁ ଯଦି ଆମେ ଉନ୍ନତ ଆଦର୍ଶରେ ରଖିପାରିବା, ତେବେ ନିଶ୍ଚୟ ତାଙ୍କ ସଙ୍ଗେ ଯୁକ୍ତ ହୋଇପାରିବା। ଯଦି ଆମେ ପ୍ରକୃତରେ ପୂତ ପବିତ୍ର ରହିପାରିବା, ତେବେ ତାହାଙ୍କ ଡାକରା ନ ଶୁଣି ରହିପାରିବା ନାହିଁ। ପ୍ରାର୍ଥନା। ସର୍ବମଙ୍ଗଳମୟ ବିଶ୍ୱଦେବତା, ମୋତେ ସକଳ କଳୁଷ ଓ ଅଯୋଗ୍ୟତାରୁ ମୁକ୍ତ କର। ମୁଁ ଯେପରି ସବୁଠାରେ ତୁମର ଆବିର୍ଭାବ ଅନୁଭବ କରିପାରିବି। ଜୀବନର ପଥେ ସହଜ ଭାବରେ ଚାଲିବାର ଶକ୍ତି ଏକମାତ୍ର ତୁମେ ହିଁ ମୋତେ ଦେଇପାର। ମୋତେ ଏପରି ଦୃଷ୍ଟି ଦିଅ, ଯେପରି ତୁମକୁ ମୁଁ ସବୁ ବସ୍ତୁ ମଧ୍ୟରେ ଦେଖିପାରିବି। ହୃଦୟକୁ ଏପରି ସ୍ୱରରେ ଅନୁରଣିତ କର, ଯେପରିକି ସେ ହୃଦୟ ତୁମ ପ୍ରତି ଏକାନ୍ତ ଭାବେ ସମର୍ପିତ ହେବ।